ଏକ ବେସରକାରୀ ଫାଇନାନ୍ସ ବ୍ୟାଙ୍କରେ କିଛି ଦୁର୍ବୃତ୍ତ ଲୁଟ୍ ଉଦ୍ୟମ କରୁଥିବା ବେଳେ ବିଫଳ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ମା ପେଣ୍ଡ୍ରାଣୀ ମନ୍ଦିର ନିକଟରେ ଥିବା ଉତ୍କର୍ଷ ସ୍କୁଲ ଫାଇନାନ୍ସ ବ୍ୟାଙ୍କରେ ଗତକାଲି ରାତି ପ୍ରାୟ 2 ଘଟିକା ସମୟରେ କିଛି ଦୁର୍ବୃତ୍ତ ଲୁଟ୍ କରିବାକୁ ଚେଷ୍ଟା କରିଥିଲେ। ସେମାନେ ବ୍ୟାଙ୍କରେ ଲାଗିଥିବା ସିସି କ୍ୟାମେରାରେ କାଦୁଅ ଲଗାଇ ବ୍ୟାଙ୍କର ପ୍ରଥମ ସଟରର ତାଲା ଭାଙ୍ଗି ଭିତରକୁ ପଶିଥିଲେ। ଭିତରେ ଥିବା ଲକରକୁ ଭାଙ୍ଗିବାକୁ ଚେଷ୍ଟା କରୁଥିଲେ କିନ୍ତୁ ବିଫଳ ହୋଇଥିଲେ। ଲୁଟ୍ ଉଦ୍ୟମ କରିବାକୁ ଆସିଥିବା ଦୁର୍ବୃତ୍ତ ବିଫଳ ହୋଇ ଫେରାର ହୋଇଯାଇଥିଲେ। ଉକ୍ତ ଖବର ପାଇ ସକାଳ ବ୍ୟାଙ୍କର ମ୍ୟାନେଜର ଦିଲ୍ଲୀପ କୁମାର ପ୍ରଧାନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଏସ୍ଆଇ ଶିବଜୀ ପଣ୍ଡା ଘଟଣାସ୍ଥଳକୁ ଯାଇ ତଦନ୍ତ ଜାରି ରଖିଥିଲେ। ପରେ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚି ତଦନ୍ତ କରିଥିଲେ। ଉମରକୋଟ ପୋଲିସ କେସ୍ ନମ୍ବର 155/24ରେ ମାମଲା ରୁଜୁ କରି ଆଇପିସି ଧାରା 457, 380, 511ରେ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି। ଉମରକୋଟରୁ ଦୀପଙ୍କର ଡାକୁଆଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।